ସାର୍ ମାନେ ଆଜି ଆମେ ସୋସିଆଲ ଷ୍ଟଡିର କଣ୍ଟେଣ୍ଟ ୟୁନିଟ୍ 1 ଅଲ୍ MCQ ପଢ଼ିବା। ଆକବର ନିଜ ସାମ୍ରାଜ୍ୟକୁ 15ଟି ପ୍ରଦେଶରେ ବିଭକ୍ତ କରିଥିଲେ। ସେହି ପ୍ରଦେଶଗୁଡ଼ିକୁ କ'ଣ କୁହାଯାଉଥିଲା? ସୁବା। ଜାହାଙ୍ଗୀର ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ କେଉଁଠାରେ ସର୍ବପ୍ରଥମେ ଏକ ସ୍ଥାୟୀ ବସତି ସ୍ଥାପନ କରିବା ପାଇଁ ଅନୁମତି ଦେଇଥିଲେ? ସୁରତ। କେଉଁଟି ଐତିହାସିକ ଘଟଣାଗୁଡ଼ିକର ପ୍ରତ୍ନତାତ୍ତ୍ୱିକ ନୁହେଁ? ଗ୍ରନ୍ଥ। କେଉଁଟି ଐତିହାସିକ ଘଟଣାଗୁଡ଼ିକର ପ୍ରତ୍ନତାତ୍ତ୍ୱିକ ଉତ୍ସ ଅଟେ? ଅଭିଲେଖ। କେଉଁ ମୋଗଲ ଶାସକଙ୍କ ରାଜତ୍ୱରେ କୁଚ ବିହାର ମୋଗଲ ସାମ୍ରାଜ୍ୟରେ ମିଶିଥିଲା? ଔରଙ୍ଗଜେବ। କେଉଁଟି ଏକ ବୌଦ୍ଧ ସାହିତ୍ୟ ନୁହେଁ? ଅଗମ ସିଦ୍ଧାନ୍ତ। କେଉଁଟି ଭାରତର ଇତିହାସର ଏକ ଉତ୍ସ ନୁହେଁ? ଗୀତ ଗୋବିନ୍ଦ। ବୁଲନ୍ଦ ଦରୱାଜା କେଉଁ ଦୁର୍ଗର ପ୍ରବେଶ ଦ୍ୱାର ଅଟେ? ଫତେପୁର ସିକ୍ରି ଦୁର୍ଗ। କେଉଁଟି ଐତିହାସିକ ଘଟଣାଗୁଡ଼ିକର ପ୍ରତ୍ନତାତ୍ତ୍ୱିକ ଉତ୍ସ ନୁହେଁ? ଗ୍ରନ୍ଥ। ନିମ୍ନୋକ୍ତ ମଧ୍ୟରୁ କେଉଁମାନଙ୍କର କ୍ରମ ବିକାଶ ଘଟି ମନୁଷ୍ୟ ସୃଷ୍ଟି ହୋଇଛି? ନୃବାନର। ନିମ୍ନୋକ୍ତ ମଧ୍ୟରୁ କେଉଁମାନେ ନୃବାନର ଅଟନ୍ତି? କେହି ନୁହେଁ। ନିମ୍ନୋକ୍ତମାନଙ୍କ ମଧ୍ୟରୁ କାହାର ଶରୀର ଗଠନ ମନୁଷ୍ୟ ଶରୀର ଗଠନ ପରି ଅଟେ? ଗରିଲା। ବୈଜ୍ଞାନିକମାନଙ୍କ ମତ ଅନୁଯାୟୀ ଆଜକୁ କେତେ ବର୍ଷ ପୂର୍ବେ ମନୁଷ୍ୟ ସୃଷ୍ଟି ହୋଇଥିଲା? 15 ଲକ୍ଷ ବର୍ଷ ପୂର୍ବେ। ଇତିହାସ ହେଉଛି ଅତୀତର ମନୁଷ୍ୟମାନଙ୍କର କାର୍ଯ୍ୟକଳାପର ବୈଜ୍ଞାନିକ ବିଶ୍ଳେଷଣ। କିଏ କହିଥିଲେ? ହେରୋଡୋଟସ୍। ଇତିହାସ ପଢ଼ିବା ଦ୍ୱାରା ଆମ୍ଭେ ନିମ୍ନୋକ୍ତ କେଉଁ ବିଷୟରେ ଧାରଣା ପାଇନଥାଉ? ପଶୁପକ୍ଷୀମାନଙ୍କର ଜୀବନଶୈଳୀ ବିଷୟରେ। ଇତିହାସ ଏକ ଡେସ୍ ଅଟେ। ଶୂନ୍ୟସ୍ଥାନ ପୂରଣ ନିମନ୍ତେ ନିମ୍ନୋକ୍ତ ଉକ୍ତି ମଧ୍ୟରୁ କେଉଁଟି ପ୍ରଯୁଜ୍ୟ ଅଟେ? ପ୍ରମାଣ କରାଯାଇପାରୁଥିବା ତଥ୍ୟ। ଓଡ଼ିଶା ଭୁବନେଶ୍ୱରର ନିକଟବର୍ତ୍ତୀ ଧଉଳି ପାହାଡ଼ଠାରେ ପଥର ଉପରେ କେଉଁ ଶାସକଙ୍କ ଶାସନ ନୀତି ଲେଖା ହୋଇ ରହିଛି? ଅଶୋକ। ଗଞ୍ଜାମର ଜଉଗଡ଼ଠାରେ ପଥରରେ କେତେ ବର୍ଷ ତଳର ଲେଖା ହୋଇଛି? 2200 ବର୍ଷ। କେଉଁ ବିଷୟ ଜାଣିବା ପାଇଁ ମୁଦ୍ରାର ଅଧ୍ୟୟନ ଏକାନ୍ତ ଆବଶ୍ୟକ? ଅର୍ଥନୈତିକ ସମୃଦ୍ଧି। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ କୀର୍ତ୍ତି ଅଟେ? କୁତବ ମିନାର। ମୁଦ୍ରା କେବେ ପ୍ରଚଳନ ହୋଇଥିଲା? ଖ୍ରୀଷ୍ଟପୂର୍ବ 4ର୍ଥ ଶତାବ୍ଦୀରେ। ଓଡ଼ିଶାର ଭୁବନେଶ୍ୱର ନିକଟସ୍ଥ କେଉଁ ସ୍ଥାନରେ ଭୌତିକ ଅବଶେଷର ଏକ ନମୁନା ରହିଅଛି? ଶିଶୁପାଳଗଡ଼। ନିମ୍ନୋକ୍ତ ସାହିତ୍ୟମାନଙ୍କ ମଧ୍ୟରୁ କେଉଁଟି ଧର୍ମ ସମ୍ବନ୍ଧୀୟ ସାହିତ୍ୟ ଅଟେ? ବିଷ୍ଣୁ ପୁରାଣ। ନିମ୍ନଲିଖିତ ମଧ୍ୟରୁ କେଉଁଟି ଐତିହ୍ୟ ସାହିତ୍ୟ ଶ୍ରେଣୀ ଅନ୍ତର୍ଭୁକ୍ତ? ରଘୁବଂଶମ୍। ନିମ୍ନୋକ୍ତ ମଧ୍ୟରୁ କେଉଁ ଶାସକଙ୍କ ସମୟରେ ଗ୍ରୀକ୍ ପରିବ୍ରାଜକ ମେଗାସ୍ଥିନିସ୍ ଭାରତକୁ ଆସିଥିଲେ? ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ପୁରାତନ କାଳରେ ଲୋକମାନେ ଲେଖା ପଢ଼ି ଶିଖିନଥିଲେ କିମ୍ବା ଲିଖିତ ଆକାରରେ କେଉଁ ଘଟଣା ନଥିଲା, ତେବେ ସେ ସମୟରେ ମନୁଷ୍ୟମାନଙ୍କ ସମ୍ପର୍କରେ ଜାଣିବା ପାଇଁ କେଉଁ ତଥ୍ୟ ଉପରେ ଆମ୍ଭେ ନିର୍ଭର କରୁ? ଉତ୍ତର ହେଉଛି ପ୍ରତ୍ନତାତ୍ତ୍ୱିକ ଖନନ ଓ ଅନୁସନ୍ଧାନ। ପ୍ରାଚୀନ କାଳରେ ଲୋକମାନେ ଚିତ୍ରକଳାର ନିଦର୍ଶନ ଆମ୍ଭେ କେଉଁ ସ୍ଥାନମାନଙ୍କରେ ପାଇଥାଉ? ଗୁମ୍ଫାମାନଙ୍କରେ। ମନୁଷ୍ୟ ଲେଖି ଶିଖିବା ପରେ ବିଭିନ୍ନ ଘଟଣାକୁ ପଥର କାନ୍ଥ, ଖମ୍ବ, ତମ୍ବାପଟା, ଥାଳପତ୍ର ଓ ମାଟି ଇତ୍ୟାଦିରେ ଲେଖିପାରିଲା। ଏହି ଅବସ୍ଥାକୁ କେଉଁ ଯୁଗ କୁହାଯାଏ? ଐତିହାସିକ ଯୁଗ। ଆଦ୍ୟ ଐତିହାସିକ ଯୁଗରେ କେଉଁ ସ୍ଥାନରେ ଏକ ସଭ୍ୟତା ଗଢ଼ି ଉଠିଥିଲା? ସିନ୍ଧୁ ନଦୀ କୂଳରେ। ଭାରତ ପୃଥିବୀର କେଉଁ ଗୋଲାର୍ଦ୍ଧରେ ଅବସ୍ଥିତ? ଉତ୍ତର ଗୋଲାର୍ଦ୍ଧରେ। ଭାରତର କେଉଁଟି ସର୍ବବୃହତ୍ତମ ପ୍ରାକୃତିକ ଅଞ୍ଚଳ? କେନ୍ଦ୍ରସ୍ଥ ମାଳଭୂମି। ଭାରତର କେଉଁ ପାର୍ଶ୍ୱରେ ଥିବା ସଂକୀର୍ଣ୍ଣ ଗିରିପଥ ଦେଇ ବିଦେଶ ଆକ୍ରମଣକାରୀ ବ୍ୟବସାୟୀ ଓ ପରିବ୍ରାଜକମାନେ ଭାରତକୁ ଆସିପାରିଥିଲେ? ଉତ୍ତର ପଶ୍ଚିମ ପାର୍ଶ୍ୱରେ। ଭାରତର ପୂର୍ବ ଉପକୂଳ ଅଞ୍ଚଳ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ବ୍ୟାପି ରହିଛି? ଓଡ଼ିଶାଠାରୁ ତାମିଲନାଡୁ ପର୍ଯ୍ୟନ୍ତ। ନିମ୍ନୋକ୍ତ ନଦୀମାନଙ୍କ ମଧ୍ୟରୁ କେଉଁ ନଦୀ ଭାରତର ପଶ୍ଚିମ ଉପକୂଳସ୍ଥ ସମତଳ ଭୂମିରେ ପଟୁମାଟି ପକାଇଥାଏ? ସାବରମତୀ, ନର୍ମଦା, ତାପ୍ତି। ନିମ୍ନୋକ୍ତ କେଉଁ ରାଜବଂଶ ଦିଲ୍ଲୀରେ ସୁଲତାନି ଶାସନ ଉନ୍ମୋଚନ କରିଥିଲେ? ଦାସବଂଶ। କୁତବୁଦ୍ଦିନ ଆଇବକ୍ ସମ୍ରାଟ ହେବା ପୂର୍ବରୁ କାହାଙ୍କର ଦାସ ରୂପେ ନିୟୋଜିତ ଥିଲେ? ମହମ୍ମଦ ଘୋରୀ। କୁତବୁଦ୍ଦିନ ଆଇବକ୍ ଆଜମିରଠାରେ କେଉଁ ମସଜିଦ ନିର୍ମାଣ କରିଥିଲେ? ଢାଇ ଦିନକା ଝୋପରା ମସଜିଦ। କୁତବୁଦ୍ଦିନଙ୍କ ମୃତ୍ୟୁ ବେଳକୁ ଇଲତୁତ୍ମିଶ କେଉଁ ପ୍ରଦେଶର ଶାସକ ଥିଲେ?
ବାଦାଉନ୍ କେଉଁ ମଧ୍ୟ ଏସିଆର ମଙ୍ଗୋଲ ବୀର ପ୍ରଥମ ଥର ଭାରତରେ ଆକ୍ରମଣ କରି ଇଲତୁତମିଶଙ୍କ ସାମ୍ରାଜ୍ୟର ଦ୍ୱାରଦେଶରେ ଉପନୀତ ହୋଇଥିଲେ? ଚେଙ୍ଗିସ୍ ଖାଁ। ଇଲତୁତମିଶ ପ୍ରଥମ ସୁଲତାନ ଭାବେ ଟଙ୍କା ନାମକ କେଉଁ ମୁଦ୍ରା ପ୍ରଚଳନ କରିଥିଲେ? ରୌପ୍ୟ ମୁଦ୍ରା। କୁତବ ମିନାର ନିର୍ମାଣ କାର୍ଯ୍ୟ କେବେ ସମାପ୍ତ ହୋଇଥିଲା? 1231-32। ରେଜିଆ ରାଜତ୍ୱ ସମୟରେ ଗିୟାସୁଦ୍ଦିନ ବଲବନଙ୍କୁ କେଉଁ ପଦବୀରେ ଅବସ୍ଥାପିତ କରାଯାଇଥିଲା? ଅମିରାଇ ଶିକାର। ଗିୟାସୁଦ୍ଦିନ ବଲବନ ନିଜ ଦରବାରର କର୍ମଚାରୀମାନଙ୍କ ପାଇଁ କେଉଁ ବ୍ୟବସ୍ଥା ପ୍ରଚଳନ କରିଥିଲେ? ସ୍ୱତନ୍ତ୍ର ପୋଷାକ ପରିଧାନ। ଗିୟାସୁଦ୍ଦିନ ବଲବନ କେଉଁ କାରଣ ପାଇଁ ଏକ ବିରାଟ ସେନାବାହିନୀ ଗଠନ କରିଥିଲେ? ମଙ୍ଗୋଲମାନଙ୍କ ଆକ୍ରମଣକୁ ପ୍ରତିହତ କରିବା ପାଇଁ। ନିମ୍ନୋକ୍ତ ମଧ୍ୟରୁ କିଏ ଘୋଷଣା କରିଥିଲେ, ମୁଁ ଆଲେକଜାଣ୍ଡାର ପରି ବିଜୟର ସନ୍ଧାନରେ ବାହାରି ଯିବି ଓ ବିଶ୍ୱକୁ ପରାଜିତ କରିବି? ଆଲାଉଦ୍ଦିନ ଖାଲଜି। ଆଲାଉଦ୍ଦିନ ଖିଲଜି ଦକ୍ଷିଣ ଭାରତର କେଉଁ ରାଜ୍ୟଗୁଡ଼ିକ ଜୟ କରି ଦକ୍ଷିଣ ଭାରତର ଅଭିଯାନକୁ ସଫଳ କରିଥିଲେ? ୱାରଙ୍ଗର, ଦେବଗିରି, ତେଲେଙ୍ଗାନା, ଦ୍ୱାରସମୁଦ୍ର। ଇସଲାମ ଯୁଗରେ ଓଡ଼ିଶାରେ କେଉଁ ସାହିତ୍ୟର ବିକାଶ ଘଟିଥିଲା? ବୈଷ୍ଣବ ସାହିତ୍ୟ। ଖାନୱା ଯୁଦ୍ଧରେ ବାବର ବିଜୟ ହେଲା ପରେ କେଉଁ ଉପାଧି ଧାରଣ କରିଥିଲେ? ଗାଜୀ। ବାବର ଜଣେ ସୁଦକ୍ଷ ସମ୍ରାଟ ଥିଲେ ସତ, କିନ୍ତୁ କେଉଁ ଦିଗରେ ତାଙ୍କର ଅପାରଗତା ରହିଥିଲା? ଦକ୍ଷ ପ୍ରଶାସକ। ଶେର ଶାହ କେଉଁ ନାମରେ ଜଣାଶୁଣା ଥିଲେ? ଫରିଦ। ଶେର ଶାହ ବଙ୍ଗ ରାଜ୍ୟ ଆକ୍ରମଣ କରିବା ପରେ ବଙ୍ଗଳାର ଶାସକ ମହମୁଦ ଶାହ ତାଙ୍କ ସହିତ ସନ୍ଧି କରି କେତେ ଅର୍ଥ ପ୍ରଦାନ କରିଥିଲେ? 13 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା। ଶେର ଶାହଙ୍କ କେନ୍ଦ୍ର ଶାସନ ନୀତି କେଉଁ ବଂଶର ଶାସନ ନୀତି ସହିତ ସମାନ ନଥିଲା? ତୋଗଲକ ବଂଶ। ହୁମାୟୁନ ମୃତ୍ୟୁ ପରେ ଆକବର କେଉଁ ସ୍ଥାନରେ ସମ୍ରାଟ ରୂପେ ଅଭିଷିକ୍ତ ହୋଇଥିଲେ? ପଞ୍ଜାବର କର୍ଣ୍ଣେଲ। ଜଣେ ହିନ୍ଦୁ ଶାସକ ହିମୁ ମୋଗଲମାନଙ୍କୁ ପରାସ୍ତ କରି କେଉଁ ଦୁଇଟି ସିଂହାସନ ଅଧିକାର କରିଥିଲେ? ଦିଲ୍ଲୀ ଆଉ ଆଗ୍ରା। 1556 ଖ୍ରୀଷ୍ଟାବ୍ଦରେ ଦ୍ୱିତୀୟ ପାନିପତ ଯୁଦ୍ଧରେ କେଉଁ ଦୁଇ ଜଣ ଯୁଦ୍ଧରେ ସମ୍ମୁଖୀନ ହୋଇଥିଲେ? ହିମୁ ଓ ବୈରାମ ଖାଁ। ହଳଦୀଘାଟ ଯୁଦ୍ଧରେ ରାଣା ପ୍ରତାପଙ୍କ ବିରୋଧରେ ଆକବର କାହାକୁ ପ୍ରେରଣା କରିଥିଲେ? ମାନସିଂ ଓ ଆସଫ ଖାଁ। ଆକବର କେଉଁ ଉଦ୍ଦେଶ୍ୟରେ ରାଜପୁତ ନୀତି ଅନୁସରଣ କରିଥିଲେ? ରାଜପୁତମାନଙ୍କ ବ୍ୟତୀତ ଭାରତୀୟ ସାମ୍ରାଜ୍ୟ ଗଠନ ସମ୍ଭବ ନଥିଲା। ଆକବର କେଉଁ ରାଜପୁତ ରମଣୀଙ୍କୁ ବିବାହ କରିଥିଲେ? ଯୋଦ୍ଧାବାଇ। ଆକବର କେଉଁ ରାଜପୁତଙ୍କୁ ତାଙ୍କ ସୈନ୍ୟବାହିନୀର ସର୍ବୋଚ୍ଚ ସେନାପତି ଭାବେ ନିଯୁକ୍ତ କରିଥିଲେ? ମାନସିଂ। ଆକବର କେଉଁ ନିର୍ମାଣ କାର୍ଯ୍ୟ ଫତେପୁର ସିକ୍ରିଠାରେ ରହିଅଛି? ଇବାଦତ ଖାନା। ଆକବର କେଉଁଠାରେ ବୁଲନ୍ଦ ଦରୱାଜା ନାମକ ଏକ ବିଶାଳ ଫାଟକ ନିର୍ମାଣ କରିଥିଲେ? ଫତେପୁର ସିକ୍ରିଠାରେ। ଆକବରଙ୍କ ଦରବାରରେ କେଉଁ କବି ପାରସିକ ଭାଷାରେ ଭାଗବତ ଗୀତାକୁ ଅନୁବାଦ କରିଥିଲେ? ଫାୟାଜୀ। ନିମ୍ନୋକ୍ତମାନଙ୍କ ମଧ୍ୟରୁ କେଉଁ ଇଂଲଣ୍ଡ ବ୍ୟକ୍ତି ପ୍ରଥମେ ଜାହାଙ୍ଗୀରଙ୍କ ରାଜଦରବାରକୁ ଆସିଥିଲେ? ହକିନ୍ସ। ଜାହାଙ୍ଗୀରଙ୍କ ମୃତ୍ୟୁ ବେଳକୁ ଶାହଜାହାନ କେଉଁଠାରେ ଅବସ୍ଥାନ କରୁଥିଲେ? ଦାକ୍ଷିଣାତ୍ୟରେ। ବଙ୍ଗର ପର୍ତ୍ତୁଗୀଜମାନଙ୍କୁ ଦମନ କରିବା ପାଇଁ ଶାହଜାହାନ କାହାଙ୍କୁ ଦାୟିତ୍ୱ ଦେଇଥିଲେ? କାସିମ ଅଲି ଖାଁଙ୍କୁ। ଶାହଜାହାନ କେଉଁ ଶ୍ରେଷ୍ଠ ସ୍ଥାପତ୍ୟ କଳା ସେ ଦେଶବାସୀଙ୍କୁ ଦାନ କରିଯାଇଛନ୍ତି? ପତ୍ନୀଙ୍କ ସ୍ମୃତିସୌଧ। ଶାହଜାହାନ କେଉଁ କୀର୍ତ୍ତିରେ ଲେଖାଯାଇଛି, ପୃଥିବୀର ଯଦି ସ୍ୱର୍ଗ ଥାଏ ତେବେ ତାହା ଏହିଠାରେ ହିଁ ଅଛି? ଦେୱାନ-ଇ-ଖାସରେ। କେଉଁ ମୋଗଲ ସମ୍ରାଟ ଦିଲ୍ଲୀ ସିଂହାସନରେ ଅଭିଷେକ ହୋଇ ଆଲମଗୀର ବା ପୃଥ୍ୱୀ ବିଜୟୀ ଉପାଧିରେ ନିଜକୁ ଭୂଷିତ କରିଥିଲେ? ଔରଙ୍ଗଜେବ। ଔରଙ୍ଗଜେବ କେଉଁ କାରଣ ପାଇଁ ହିନ୍ଦୁ ମନ୍ଦିରଗୁଡ଼ିକୁ ଧ୍ୱଂସ କରିବାକୁ ପ୍ରାଦେଶିକ ଶାସକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ? ମୂର୍ତ୍ତି ପୂଜାକୁ ଘୋର ବିରୋଧ କରୁଥିବାରୁ। ଔରଙ୍ଗଜେବଙ୍କ ଧର୍ମାନ୍ଧତା ବିରୁଦ୍ଧରେ ପ୍ରଥମ ବିଦ୍ରୋହ କେଉଁମାନେ କରିଥିଲେ? ଜାଠମାନେ। କେଉଁ ଶିଖ ଗୁରୁ ଅମୃତସରଠାରେ ସ୍ୱର୍ଣ୍ଣ ମନ୍ଦିର ନିର୍ମାଣ କରାଇଥିଲେ? ଗୁରୁ ଅର୍ଜୁନ ସିଂ। ବିଳାସ ବ୍ୟସନହୀନ ଫକିରବେଶୀ କେଉଁ ମୋଗଲ ସମ୍ରାଟଙ୍କୁ ମୁସଲମାନମାନେ ଜିନ୍ଦା ପୀର ବୋଲି ଆଖ୍ୟା ଦେଇଥିଲେ? ଔରଙ୍ଗଜେବ। ମୋଗଲ ଶାସନ କାଳରେ ସୁବେଦାରମାନେ କାହାରି ଶାସନ ଦାୟିତ୍ୱ ବହନ କରୁଥିଲେ? ପ୍ରଦେଶ। ଆକବରଙ୍କ ସମୟରେ ସେ ହିନ୍ଦୁମାନଙ୍କ ଉପରୁ କେଉଁ କର ଉଠାଇ ଦେଇଥିଲେ, ଯାହାକି ଔରଙ୍ଗଜେବ ପୁନରାୟ ସେହି କର ବସାଇ ଦେଇଥିଲେ? ଜିଜିୟା କର।
ନିମ୍ନୋକ୍ତ ଖାଦ୍ୟମାନଙ୍କ ମଧ୍ୟରୁ କେଉଁ ଖାଦ୍ୟ ମୁସଲମାନମାନଙ୍କର ପ୍ରିୟ ଖାଦ୍ୟ? ବିରିୟାନୀ। ଅନ୍ଧକବି ରସ ଖାଁ କେଉଁ ପୁସ୍ତକ ରଚନା କରିଥିଲେ? ପ୍ରେମ ବଟିକା। ମୁଗଲ ଶାସନ ସମୟରେ ସାମରିକ ଓ ବେତନ ବିଭାଗରେ ଅଧିକାରୀ ପଦବୀରେ କ'ଣ ଥିଲା? ମୀର ବକ୍ସି। ମୋଗଲ ଶାସନ ସମୟରେ ପ୍ରତ୍ୟେକ ପ୍ରଗଣାରେ କୃଷକମାନଙ୍କ କଥା ବୁଝିବା ପାଇଁ କେଉଁ କେଉଁ ପଦବୀଧାରୀ କର୍ମଚାରୀମାନେ ନିଯୁକ୍ତି ପାଇଥିଲେ? କାନୁନଗୋମାନେ। ତ୍ରୟୋଦଶ ଶତାବ୍ଦୀରେ ଇଟାଲୀରେ କେଉଁ ବ୍ୟକ୍ତି ଜଳପଥରେ ଏସିଆ ଭ୍ରମଣ କରି ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରି ଭାରତର ବିଭବଶାଳୀ ବିବରଣୀ ପ୍ରଦାନ କରିଥିଲେ? ମାର୍କୋ ପୋଲୋ। ଭାରତକୁ ଜଳପଥ ଆବିଷ୍କାର କରିବା ପାଇଁ କେଉଁ ୟୁରୋପୀୟ ପ୍ରଥମ ପ୍ରଚେଷ୍ଟା କରି ସଫଳ ହୋଇଥିଲେ? ପର୍ତ୍ତୁଗୀଜ। ପର୍ତ୍ତୁଗୀଜ ସରକାରଙ୍କ ଅଧୀନସ୍ଥ କର୍ମଚାରୀ 1492 ଖ୍ରୀଷ୍ଟାବ୍ଦରେ ଭାରତକୁ ପହଞ୍ଚିବା ଲକ୍ଷ୍ୟ ରଖି ଜଳଯାତ୍ରା ଆରମ୍ଭ କରି ଭାରତରେ ପହଞ୍ଚି ପାରି ନଥିଲେ। କଲମ୍ବସ୍ ସେ ଆମେରିକା ପଳାଇ ଯାଇଥିଲେ। 1498 ମସିହା ମେ ମାସ 7 ତାରିଖ ଦିନ କେଉଁ ଘଟଣାଟି ଭାରତର ଇତିହାସର ଗୋଟିଏ ଅବିସ୍ମରଣୀୟ ଦିନ ଥିଲା? ଭାରତକୁ ଏକ ନୂତନ ଜଳପଥ ଆବିଷ୍କାର ହୋଇଥିଲା। ଭାସ୍କୋ ଡା ଗାମା ଯାହା କରିଥିଲେ। ଭାରତର ପର୍ତ୍ତୁଗୀଜ ଶକ୍ତିର ଚରମ ବିପର୍ଯ୍ୟୟ କେଉଁ କାରଣ ଦାୟୀ ଅଟେ? ପର୍ତ୍ତୁଗୀଜର ଦୁର୍ବଳ ଶାସନ ପ୍ରଣାଳୀ। ଡଚ୍ ମାନେ ଭାରତରେ କେଉଁ ଦିଗରେ ସେମାନଙ୍କର ବାଣିଜ୍ୟ କୋଠି ନିର୍ମାଣ କରିଥିଲେ? ଦକ୍ଷିଣ ଭାରତରେ କରିଥିଲେ। ପର୍ତ୍ତୁଗୀଜ ମାନେ ଭାରତରେ ମାଲବାର ଉପକୂଳରେ କାହାଙ୍କ ସହିତ ଯୁଦ୍ଧ କରି ତାଙ୍କର ପ୍ରାଧାନ୍ୟ ପ୍ରତିଷ୍ଠିତ କରିଥିଲେ? ଆରବ ବଣିକ ସହିତ। ଖ୍ରୀଷ୍ଟାବ୍ଦ 1659ରେ କେଉଁ ୟୁରୋପୀୟ ମାନେ ବାଲେଶ୍ୱରଠାରେ ଏକ ବାଣିଜ୍ୟ କୋଠି ନିର୍ମାଣ କରିଥିଲେ? ଓଲନ୍ଦାଜ। ଦିନ୍ଦାର ମାନେ କେଉଁଠାରେ ବାଣିଜ୍ୟ କୋଠି ସ୍ଥାପନ କରିଥିଲେ? ରାମପୁର। ଇଂଲଣ୍ଡର କେଉଁ ନାବିକ ପୃଥିବୀ ପରିକ୍ରମା କରି ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ? ଫ୍ରାନ୍ସିସ୍ ଡ୍ରେକ୍। 1600 ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର 80 ଜଣ ନାବିକ ମିଳିତ ହୋଇ ଯେଉଁ ବାଣିଜ୍ୟ ସଂସ୍ଥା ଗଠନ କରିଥିଲେ ତାହାର ନାମ କ'ଣ ଥିଲା? ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ। 80 ଜଣ ଆଇଥିଲେ। ଇଂରେଜମାନେ ଭାରତରେ ପ୍ରଥମେ ବାଣିଜ୍ୟ କୋଠି କେଉଁଠାରେ ପ୍ରତିଷ୍ଠା କରିଥିଲେ? ସୁରାଟ। ଇଷ୍ଟ ଇଣ୍ଡିଆ କମ୍ପାନୀ ଏସିଆ ମହାଦେଶର କେଉଁ ସ୍ଥାନରେ ପ୍ରଥମେ ବାଣିଜ୍ୟ ଆରମ୍ଭ କରିଥିଲା? ଜାଭା, ସୁମାତ୍ରା। ଭାରତରେ ପ୍ରଥମେ ବ୍ରିଟିଶ ସାମ୍ରାଜ୍ୟ ପ୍ରତିଷ୍ଠା କରିବା ଦିଗରେ କେଉଁ ଦୁର୍ଗ ନିର୍ମାଣ କରିବା ଇଂରେଜମାନଙ୍କର ପ୍ରଥମ ପଦକ୍ଷେପ ଥିଲା? ମାନ୍ଦ୍ରାଜଠାରେ। ଇଷ୍ଟ ଇଣ୍ଡିଆ କମ୍ପାନୀ ଓଡ଼ିଶାର କେଉଁ ସ୍ଥାନରେ ବାଣିଜ୍ୟ କୋଠି ନିର୍ମାଣ କରିଥିଲେ? ବାଲେଶ୍ୱରଠାରେ। ଇଂରେଜମାନେ ଫୋର୍ଟ ୱିଲିୟମ ଦୁର୍ଗ ବଙ୍ଗପ୍ରଦେଶର କେଉଁଠାରେ ପ୍ରତିଷ୍ଠା କରିଥିଲେ? ସୁତାନଟି। କାହାଙ୍କ ପ୍ରଚେଷ୍ଟାରେ ଫରାସୀ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତ ସହିତ ବାଣିଜ୍ୟ କାରବାର କରିବା ପାଇଁ ପ୍ରତିଷ୍ଠା କରାଯାଇଥିଲା? କୋଲବର୍ଟ। 1668 ଖ୍ରୀଷ୍ଟାବ୍ଦରେ ଫରାସୀ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କେଉଁଠାରେ ବାଣିଜ୍ୟ କୋଠି ନିର୍ମାଣ କରିଥିଲେ? ସୁରଟଠାରେ। ଫରାସୀମାନେ କେଉଁ କାରଣ ପାଇଁ ଭାରତରେ ରାଜ୍ୟ ବିସ୍ତାର କରିବା ପାଇଁ ସକ୍ଷମ ହୋଇନଥିଲେ? ଫରାସୀ ଓ ଇଂରେଜମାନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ସଂଘର୍ଷ ଲାଗି ରହିବା ଯୋଗୁଁ। କର୍ଣ୍ଣାଟକରେ କେଉଁ ଦୁଇ ୟୁରୋପୀୟ ଉପନିବେଶ ସ୍ଥାପନ କରିଥିଲେ? ଫରାସୀ ଓ ଇଂରେଜ। ଫରାସୀ ଓ ଇଂରେଜମାନଙ୍କ ମଧ୍ୟରେ ଉପନିବେଶକୁ ଭିତ୍ତି କରି ଭାରତରେ କେଉଁ ସମର ହୋଇଥିଲା? କର୍ଣ୍ଣାଟ ସମର। ଭାରତରେ ଫରାସୀ ସାମ୍ରାଜ୍ୟ ପ୍ରତିଷ୍ଠା କରିବାର ପରିକଳ୍ପନା କରି କେଉଁ ଫରାସୀ ଗଭର୍ଣ୍ଣର ଅଳ୍ପ ବହୁତ ସଫଳତା ହାସଲ କରିଥିଲେ? ଜୋସେଫ ଫ୍ରାନ୍କୋଇସ୍ ଡ୍ୟୁପ୍ଲେ। ଡଚ୍ ମାନେ ଓଡ଼ିଶାରେ କେଉଁ ସ୍ଥାନରେ ବାଣିଜ୍ୟ କେନ୍ଦ୍ର ସ୍ଥାପନ କରିଥିଲେ? ବାଲେଶ୍ୱର। ଭାରତରେ ଶ୍ରୀରାମପୁରଠାରେ କେଉଁମାନେ ବାଣିଜ୍ୟ କୋଠି ସ୍ଥାପନ କରିଥିଲେ? ଦିନାମାର। ଭକ୍ତି ଆନ୍ଦୋଳନର ମୁଖ୍ୟ ପୁରୋଧା କବୀର କାହିଁକି ଶିଷ୍ୟତ୍ୱ ଗ୍ରହଣ କରିଥିଲେ? ରାମାନନ୍ଦଙ୍କର। କବୀରଙ୍କର ପ୍ରଚାରିତ ଧର୍ମବାଣୀ କେଉଁ ଗ୍ରନ୍ଥରେ ସନ୍ନିବେଶିତ ହୋଇଛି? ବୀଜକ ଗ୍ରନ୍ଥରେ। କବୀରଙ୍କର ଶିଷ୍ୟମାନଙ୍କୁ କ'ଣ କୁହାଯାଏ? କବୀରପନ୍ଥୀ। କବୀରଙ୍କର ବାଣୀଗୁଡ଼ିକ ସରଳ ହିନ୍ଦୀ ଭାଷାରେ ଭଜନ ଆକାରରେ ରଚନା କରାଯାଇଥିଲା। ସେଗୁଡ଼ିକ କ'ଣ କୁହାଯାଏ? ଦୋହା। ଆଦି ଗ୍ରନ୍ଥ କେଉଁ ପ୍ରବକ୍ତାଙ୍କର ବାଣୀଗୁଡ଼ିକ ସନ୍ନିବେଶିତ? ନାନକ। ନାନକ କେଉଁ ନଦୀ କୂଳରେ ତାଙ୍କର ଆଶ୍ରମ ସ୍ଥାପନ କରି ନିଜର ବାଣୀ ପ୍ରଚାର କରିଥିଲେ? ରାବି ନଦୀ କୂଳରେ। ଗ୍ରନ୍ଥ ସାହିବ କେଉଁ ଭାଷାରେ ଲିଖିତ ହୋଇଛି? ପଞ୍ଜାବୀ ଭାଷାରେ। ଈଶ୍ୱର ହିଁ ସର୍ବଶକ୍ତିମାନ ଓ ସୃଷ୍ଟିର ଆଦିମୂଳ ରୂପେ ପରିଗଣିତ ଏହା କେଉଁ ଭକ୍ତି ଆନ୍ଦୋଳନର ପ୍ରବକ୍ତାଙ୍କ ବାଣୀ ଥିଲା? ନାନକ। ଶ୍ରୀ ଚୈତନ୍ୟଙ୍କ ବାଲ୍ୟ ନାମ କ'ଣ ଥିଲା? ବିଶ୍ୱମ୍ବର।
ଶ୍ରୀ ଚୈତନ୍ୟ ଈଶ୍ୱରପୁରୀଙ୍କ ଠାରୁ କେଉଁ ମନ୍ତ୍ର ଗ୍ରହଣ କରିଥିଲେ? କୃଷ୍ଣ ମନ୍ତ୍ର। ପୁରୀ ଗଜପତିମାନଙ୍କ ମଧ୍ୟରୁ କିଏ ଶ୍ରୀ ଚୈତନ୍ୟଙ୍କ ଠାରୁ ବୈଷ୍ଣବ ଧର୍ମ ଗ୍ରହଣ କରିଥିଲେ? ପ୍ରତାପ ରୁଦ୍ରଦେବ। ମଧ୍ୟଯୁଗୀୟ ଓଡ଼ିଶାର ପଞ୍ଚସଖାଗଣ କାହାଙ୍କ ଠାରୁ ବୈଷ୍ଣବ ଧର୍ମ ଗ୍ରହଣ କରିଥିଲେ? ଶ୍ରୀ ଚୈତନ୍ୟଙ୍କ ଠାରୁ। ଶ୍ରୀ ଚୈତନ୍ୟଙ୍କୁ ଗୌରାଙ୍ଗ ମହାପ୍ରଭୁ ଆଖ୍ୟା କେଉଁମାନେ ଦେଇଥିଲେ? ବୈଷ୍ଣବ ଧର୍ମାବଲମ୍ବୀମାନେ। ଭକ୍ତି ଆନ୍ଦୋଳନର ଫଳରେ ହିନ୍ଦୁ ମୁସଲମାନ ସଂସ୍କୃତି ମିଳନରେ କେଉଁ ପୂଜା ସୃଷ୍ଟି ହୋଇଥିଲା? ସତ୍ୟପୀର। କେଉଁମାନଙ୍କୁ ସୁଫି କୁହାଯାଏ? ଉଲ୍ର ପୋଷାକ ପିନ୍ଧୁଥିବା ମୁସଲମାନ ଫକୀରମାନଙ୍କୁ। ସୁଫି ମଇଉଦ୍ଦିନ ଚିସ୍ତି ଭାରତର କେଉଁ ସ୍ଥାନରେ ଅବସ୍ଥାନ କରିଥିଲେ? ଆଜମିରଠାରେ। ଭକ୍ତି ଆନ୍ଦୋଳନ ମଧ୍ୟ ଆଞ୍ଚଳିକ ସାହିତ୍ୟର ସମୃଦ୍ଧି ଘଟିଥିଲା। ଏହି ଭିତ୍ତିରେ ଓଡ଼ିଶାରେ ଦାଣ୍ଡି ରାମାୟଣ କିଏ ରଚନା କରିଥିଲେ? ବଳରାମ ଦାସ। ପୃଥ୍ୱୀରାଜ ରାସୋର ଲେଖକ କିଏ? ଚନ୍ଦ ବରଦାଇ। ତସବିରଖାନା କହିଲେ କ'ଣ ବୁଝାଯାଏ? ଚିତ୍ରକରମାନଙ୍କ ପାଇଁ କାର୍ଯ୍ୟସ୍ଥଳ। କେଉଁ କାରଣ ଯୋଗୁଁ ମୋଗଲ ସାମ୍ରାଜ୍ୟର ବିଶାଳତା ତାର ପତନର କାରଣ ହୋଇଥିଲା? ସାମ୍ରାଜ୍ୟରେ ଗମନାଗମନର ବ୍ୟବସ୍ଥାର ସୁବିଧା ନଥିଲା। ମୋଗଲ ସାମ୍ରାଜ୍ୟର ପତନ ଆଣିବା ଦିଗରେ ଅମୀରମାନଙ୍କୁ କାହିଁକି ଦାୟୀ କରାଯାଇଥିଲା? ଅମୀରମାନେ ସ୍ୱାର୍ଥପର ଓ ବିଶ୍ୱାସଘାତକ ହୋଇଥିଲେ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ମୋଗଲ ସାମ୍ରାଜ୍ୟର ପତନର ଅର୍ଥନୈତିକ କାରଣ? ବିଭିନ୍ନ ନିର୍ମାଣ କାର୍ଯ୍ୟରେ ପ୍ରଚୁର ଧନ ବ୍ୟୟ କରିବା ଯୋଗୁଁ। ଔରଙ୍ଗଜେବ କେଉଁ ନୀତିଟି ମୋଗଲ ସାମ୍ରାଜ୍ୟ ପତନର କାରଣ ହୋଇଥିଲା? ହିନ୍ଦୁ ବିଦ୍ୱେଷ ନୀତି। ମୋଗଲ ସମ୍ରାଟମାନେ କେଉଁ କାରଣ ପାଇଁ ପାଶ୍ଚାତ୍ୟ ବଣିକମାନଙ୍କୁ ଆୟତ୍ତ କରିପାରି ନଥିଲେ? ସୁଦୃଢ଼ ନୌବାହିନୀର ଅଭାବ ଯୋଗୁଁ। ଆକବର କେଉଁ ଶାସକଙ୍କ ଶାସନ ନୀତିକୁ ଅନୁସରଣ କରିଥିଲେ? ଶେରଶାହ। ବର୍ତ୍ତମାନ ଆମର କଣ୍ଟେଣ୍ଟର ୟୁନିଟ୍ 1ର ସବୁ MCQ ଆମେ ପଢ଼ି ସାରିଲେ। ପରବର୍ତ୍ତୀ ସମୟରେ ୟୁନିଟ୍ 2ର ସବୁ MCQ ଡିସ୍କସନ୍ କରିବା। ସେ ପର୍ଯ୍ୟନ୍ତ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।